ବର୍ତ୍ତମାନର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି। କବାଟ ବନ୍ଧ ଯାଜପୁର କରେଇ ଥାନା ଅନ୍ତର୍ଗତ 20 ନମ୍ବର ଜାତୀୟ ରାଜପଥର ତେନ୍ତୁଳିଖୁଣ୍ଟା ଛକରେ ଥିବା ଉତ୍କଳ ହୁଣ୍ଡାଇ ସର୍ଭିସ ସେଣ୍ଟରରେ ଜନୈକ ୱାସିଂ କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ଜେନାପୁର ଥାନା ଅନ୍ତର୍ଗତ ଅତାସାହି ଗ୍ରାମର ସ୍ୱର୍ଗତ ଅଶ୍ମିନୀ ବେହେରାଙ୍କ ପୁଅ ସିପୁନ 22 ବର୍ଷର ବୋଲି ଜଣାପଡ଼ିଛି। ସିପୁନଙ୍କ ସମେତ ଅତାସାହିର ଅନ୍ୟ କିଛି ଯୁବକ ତେନ୍ତୁଳିଖୁଣ୍ଟା ସ୍ଥିତ ଉତ୍କଳ ହୁଣ୍ଡାଇ ସର୍ଭିସ ସେଣ୍ଟରର ୱାସିଂ ପଏଣ୍ଟରେ ଚାକିରି କରିଥିଲେ। ଆଜି ଅପରାହ୍ନ ପ୍ରାୟ 2ଟା ବେଳେ ସିପୁନ ଶୌଚ ହୋଇ ଫେରିବା ପରେ ଏକ ଗାମୁଛା ପିନ୍ଧିଥିଲେ। ଏହି ସମୟରେ କାର ସଫା କରୁଥିବା ବେଳେ ଅନ୍ୟ ଜଣେ ସହକର୍ମୀ ବିନୟ ଭୂଷଣ ବେହେରା ଅରଫ ରବୀନ୍ଦ୍ର ଥଟ୍ଟା ମଜାରେ ଧରିଥିବା ଏୟାର ପାଇପଟିକୁ ସିପୁନଙ୍କ ମଳଦ୍ୱାରରେ ପୁରାଇ ଦେଇଥିଲେ। ଶରୀରରେ ପବନ ପଶିଯିବାରୁ ସିପୁନ ହଠାତ୍ ଫୁଲି ଯାଇଥିଲେ। ତାଙ୍କୁ ତୁରନ୍ତ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। କଟକ ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କରେଇ ଥାନା ଏସ୍ଆଇ ଅଶୋକ କୁମାର ସ୍ୱାଇଁ ଘଟଣାର ତଦନ୍ତ କରୁଛନ୍ତି। ସୋରୁମର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ସୂଚନା ମିଳିଛି।